ଖ୍ରୀଷ୍ଟମାସ ବା ବଡ଼ଦିନ ହେଉଛି ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ମୁଖ୍ୟ ପର୍ବ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ ଭାବରେ ଏହା ପ୍ରତିବର୍ଷ ଡିସେମ୍ବର ମାସର 25 ତାରିଖରେ ସାରା ବିଶ୍ୱରେ ବଡ଼ ଧୁମଧାମରେ ଏବଂ ହର୍ଷ ଆନନ୍ଦରେ ପାଳନ କରାଯାଏ। ତେବେ ପ୍ରକୃତିରେ ଏହି ବଡ଼ଦିନ ପର୍ବ କାହିଁକି ପାଳନ କରାଯାଏ? ମୁଁ ମୋର ସଂକ୍ଷିପ୍ତ ପରିଚୟ ଦେବାକୁ ଚାହେଁ। ଜୟପୁର ପ୍ରଧାନ ମଣ୍ଡଳୀର ଲେଡି ପାଷ୍ଟର ରେଭରେଣ୍ଡ ହେଲେନା ଚାନ୍ଦ ଆଉ ମୁଁ ଯୀଶୁଙ୍କର ଜନ୍ମ ପର୍ବର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଆପଣମାନଙ୍କୁ ଜଣାଉଅଛି। ଯେହେତୁ 2000 ବର୍ଷ ତଳେ ଆମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟ ବେଥଲିହିମର ଗୋରୁ ଗୁହାଳ କୁଣ୍ଡରେ ଜନ୍ମଗ୍ରହଣ କରିଥିଲେ, ଯେହେତୁ ଜଗତକୁ ପ୍ରଭୁ ଅତ୍ୟନ୍ତ ପ୍ରେମ କଲେ, ସେ ଯେ କୌଣସି ଧର୍ମ, କୌଣସି ଗୋଷ୍ଠୀ, କୌଣସି ସମ୍ପ୍ରଦାୟର ଲୋକଙ୍କୁ ସେ ପ୍ରେମ କରିନାହାନ୍ତି, ସେ ସମଗ୍ର ଜଗତର ଲୋକମାନଙ୍କୁ ପ୍ରେମ କଲେ ଆଉ ଏଇ ଜଗତ ମଧ୍ୟରେ ଅବତୀର୍ଣ୍ଣ ହୋଇଥିଲେ। ଆଉ ତାଙ୍କର ସେଇ ଅସୀମ ପ୍ରେମକୁ ଏହି ସମୟରେ ଆମମାନେ ସ୍ମରଣ କରି ତାଙ୍କର ଜନ୍ମଦିନଟିକୁ ଆମମାନେ ଆଜି ପାଳନ କରିବାକୁ ଯାଉଅଛୁ। ଆଉ ଏହି ଅବସରରେ ଆମମାନେ ପ୍ରତ୍ୟେକଙ୍କୁ ପରସ୍ପର ପ୍ରେମ କରିବା, ପରସ୍ପରକୁ କ୍ଷମା ଦେବା, ପରସ୍ପରକୁ ଗ୍ରହଣ କରିବା, ପୁଣି ଯୀଶୁଙ୍କ ଜନ୍ମର ସୁସମ୍ବାଦ, ଯାହାକି ଯୀଶୁଙ୍କ ଜନ୍ମ ଏକ ଆନନ୍ଦର ସମ୍ବାଦ ଅଟେ, ଏହି ଆନନ୍ଦର ସମ୍ବାଦ ଆମମାନେ ଏହି ଜଗତରେ ଆମମାନେ ଘୋଷଣା କରିବା। ଯେହେତୁ 2000 ବର୍ଷ ତଳେ ଯେତେବେଳେ ଯୀଶୁଖ୍ରୀଷ୍ଟ ଏହି ଜଗତ ମଧ୍ୟରେ ଅବତୀର୍ଣ୍ଣ ହୋଇଥିଲେ, ସେ ଅନେକଙ୍କର ମୁକ୍ତିର ମୂଲ୍ୟ ସ୍ୱରୂପେ ଅନେକଙ୍କୁ ପରିତ୍ରାଣ କରିବା ନିମନ୍ତେ ଏହି ଜଗତରେ ଅବତୀର୍ଣ୍ଣ ହୋଇଥିଲେ। ଆଉ ତାହାଙ୍କ ଜନ୍ମ ଅତ୍ୟନ୍ତ ଆନନ୍ଦଜନକ, ପୁଣି ଅତ୍ୟନ୍ତ ଭିନ୍ନ ଧରଣର ଜନ୍ମଗ୍ରହଣ ହୋଇଥିଲେ। ଯେହେତୁ ସେ ପବିତ୍ର ଭାବରେ ଏକ କୁମାରୀଙ୍କ ଗର୍ଭ ଦ୍ୱାରା ସେ ଏହି ଜଗତ ମଧ୍ୟରେ ପଦାର୍ପଣ କରିଥିଲେ। ଆଉ ଈଶ୍ୱର ତାହାଙ୍କର ଏହି ମହାନ ଯୋଜନାକୁ ସଫଳ କରିଅଛନ୍ତି ଯେ ଆମ୍ଭମାନଙ୍କ ନିମନ୍ତେ ଏକ ସିଦ୍ଧ ତ୍ରାଣକର୍ତ୍ତାଙ୍କୁ ସେ ଦେଇ ଆମମାନଙ୍କୁ ଆଜି ସେ ପରିତ୍ରାଣ କରିଅଛନ୍ତି, ଆମମାନଙ୍କୁ ଆଜି ଜଗତର ସମସ୍ତ ପାପରୁ ସେ ମୁକ୍ତ କରିଅଛନ୍ତି। ଯେହେତୁ ଯୀଶୁ ଆସିଥିଲେ ଅନେକ କାରଣ ନେଇ, ଆଉ ତାହାର କେତୋଟି କାରଣ ମଧ୍ୟ ମୁଁ କହିବାକୁ ଚାହେଁ। ଆଉ ତାହାର ପ୍ରଥମ କାରଣ ହେଲା, ଯାହା ହଜିଅଛି ତାହା ଖୋଜି ରକ୍ଷା କରିବା ପାଇଁ ମନୁଷ୍ୟ ପୁତ୍ର ଏହି ଜଗତରେ ଆସିଥିଲେ। ଆଜି ଅନେକ ମନୁଷ୍ୟ ଯୀଶୁଙ୍କ ପ୍ରତିମୂର୍ତ୍ତିରେ, ଯୀଶୁଙ୍କ ସାଦୃଶ୍ୟରେ ପ୍ରତିଷ୍ଠିତ ମନୁଷ୍ୟ ଆଜି ଜଗତର ପାପରେ, ଜଗତର ଅଧର୍ମରେ, ଜଗତର ଅନ୍ୟାୟରେ ସେମାନେ ହଜି ଯାଇଅଛନ୍ତି। ଆଉ ସେମାନଙ୍କୁ ଖୋଜିବା ପାଇଁ ଯୀଶୁଖ୍ରୀଷ୍ଟ ଏହି ଜଗତ ମଧ୍ୟରେ ଅବତୀର୍ଣ୍ଣ ହୋଇଥିଲେ। ଆଉ ଦ୍ୱିତୀୟ ବିଷୟ ମୁଁ କହିବି, ଯୀଶୁ ଆସିଥିଲେ ସତ୍ୟ ସମ୍ବନ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ। ଯେହେତୁ ଏହି ଜଗତରେ ମିଥ୍ୟା ଏବଂ ସତ୍ୟ ଦୁଇ ପ୍ରକାର ବିଷୟ ରହିଅଛି, କିନ୍ତୁ ଯୀଶୁ ଆସିଥିଲେ କେବଳ ସତ୍ୟ ସମ୍ବନ୍ଧରେ ସାକ୍ଷ୍ୟ ଦେବା ପାଇଁ। ତୃତୀୟରେ ମୁଁ କହିବି, ଯୀଶୁ ଆସିଥିଲେ ଅନେକଙ୍କର ସେବା କରିବା ପାଇଁ। ଯୀଶୁ ଆସିଥିଲେ ସେ ନିଜେ ସେବା ପାଇବା ପାଇଁ ନାହିଁ, କିନ୍ତୁ ଅନେକଙ୍କୁ ସେବା କରିବା ପାଇଁ, ପୁଣି ଅନେକଙ୍କର ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣା ପ୍ରାଣ ଦେବା ପାଇଁ ସେ ଏହି ଜଗତ ମଧ୍ୟରେ ଆସିଥିଲେ। ଆଉ ତାହାଙ୍କର ସେହି ଅନନ୍ତ ପ୍ରେମକୁ ଆଜି ଆମେ ସ୍ମରଣ କରି କେବଳ ଯେ ଆମମାନଙ୍କର କୋରାପୁଟ ଡିଷ୍ଟ୍ରିକ୍ଟ କିମ୍ବା ଓଡ଼ିଶାରେ ନୁହେଁ, ସମଗ୍ର ବିଶ୍ୱରେ ଆଜି ଯୀଶୁଙ୍କର ଏହି ଜନ୍ମ ଜୟନ୍ତୀକୁ ପାଳନ କରାଯାଉଅଛି। ଆଉ ଏହି ଜନ୍ମ ଜୟନ୍ତୀରେ ପରସ୍ପରକୁ ଆମେ ଗ୍ରିଟିଂସ ଦେଇଥାଉ, ପରସ୍ପରକୁ ପ୍ରେମ ବଣ୍ଟନ କରିଥାଉ। ଅନେକ ବିଧବା ମାନଙ୍କୁ ଆମେ ଏହି ସମୟରେ ବିଭିନ୍ନ ପ୍ରକାର ବସ୍ତ୍ର ମଧ୍ୟ ବଣ୍ଟନ କରିଥାଉ। ବିଧବା, ଅନାଥ, ଯେଉଁମାନେ କି ଆଜି ଆଶ୍ରୟହୀନ, ସେମାନଙ୍କର ଯତ୍ନ ତତ୍ତ୍ୱ ଆମେ ନେଇଥାଉ। ଯେହେତୁ ଯୀଶୁ ଯେପରି ଆମମାନଙ୍କୁ ପ୍ରେମ କଲେ, ଆମେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କରିବା। ଆଉ ତାଙ୍କର ଜନ୍ମର ତାତ୍ପର୍ଯ୍ୟ ହେଉଛି କେବଳ ସେ ଜଗତକୁ ଉଦ୍ଧାର କରିବା ପାଇଁ ମନୁଷ୍ୟମାନଙ୍କୁ ସେ ପ୍ରେମ କଲେ, ଆଉ ସେ ପ୍ରେମର ପ୍ରତିଫଳ ସ୍ୱରୂପ ଆପଣା ପ୍ରାଣ ମଧ୍ୟ ଦେଇ ସେ ଆଜି ଆମମାନଙ୍କୁ ପାପରୁ ମୁକ୍ତ କରିଅଛନ୍ତି, ଆମମାନଙ୍କୁ ପରିତ୍ରାଣ କରିଅଛନ୍ତି। ଆଉ ସେଇ ଯୀଶୁ କାଲି, ଆଜି ଏବଂ ଚିରକାଳ ସମାନ ଅଟନ୍ତି। ସେ ସମସ୍ତଙ୍କୁ ପ୍ରେମ କରନ୍ତି, ସେ ସମସ୍ତଙ୍କ ପାଇଁ ଚିନ୍ତା କରନ୍ତି, ଆଉ ସେ ସମସ୍ତ ଜଗତ ପାଇଁ ଏହି ଜଗତ ମଧ୍ୟରେ 2023 ବର୍ଷ ପୂର୍ବେ ଅବତୀର୍ଣ୍ଣ ହୋଇଥିଲେ। ଏଣୁ ପୁନର୍ବାର ମୁଁ ଆପଣମାନଙ୍କୁ ଯୀଶୁଙ୍କର ଏହି ଜନ୍ମ ଦିବସର ଅନେକ ଶୁଭେଚ୍ଛା, ଅନେକ ଅଭିନନ୍ଦନ ଜଣାଇ ନମସ୍କାର ସହିତ ରହୁଅଛି। ଖ୍ରୀଷ୍ଟମାସ ପର୍ବ ପ୍ରେମ, ଶାନ୍ତି, ଭାଇଚାରାର ବାର୍ତ୍ତା ଦେଇଥାଏ। କୁହାଯାଏ, ମଣିଷ ଜାତିର କଲ୍ୟାଣ ପାଇଁ ଈଶ୍ୱର ଏହି ଦିନ ଯୀଶୁଙ୍କୁ ଏ ସଂସାରକୁ ପଠାଇଥିଲେ। ସେଇଥିପାଇଁ ତ ସେ ସମସ୍ତଙ୍କର ତ୍ରାଣକର୍ତ୍ତା। ସମସ୍ତଙ୍କୁ ଖ୍ରୀଷ୍ଟ ଜନ୍ମ ପର୍ବର ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ଜ୍ଞାପନ କରୁଅଛି। ମେରି ଖ୍ରୀଷ୍ଟମାସ। ମୋ ନାଁ ରେଭରେଣ୍ଡ ନିର୍ମଳ ଚନ୍ଦ୍ର ଖୋସଲା,
ମୁଁ ଜୟପୁର ଜୈଲମ ମଣ୍ଡଳୀର ସହରପାଳକ ଅଟେ। ଆଉ ଅତ୍ୟନ୍ତ ଆନନ୍ଦର ସହିତ ସମସ୍ତଙ୍କୁ ଏହି ବର୍ଷର ଖ୍ରୀଷ୍ଟ ଜନ୍ମ ପର୍ବର ଶୁଭେଚ୍ଛା ଅଭିନନ୍ଦନ ଜ୍ଞାପନ କରିବାର ସୁଯୋଗ ପାଇଛି। ସେଥିପାଇଁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଉ ଯୀଶୁଖ୍ରୀଷ୍ଟ ଗୋଟିଏ ଶିଶୁ ବେଶରେ ମନୁଷ୍ୟ ରୂପ ଧାରଣ କରି ଏହି ଜଗତରେ ଜନ୍ମ ନେଲେ। ଆଉ ସେହି ମହାନ ଘଟଣାକୁ ସ୍ମରଣ କରୁ କରୁ ଆମମାନେ ଖ୍ରୀଷ୍ଟ ଜନ୍ମ ପର୍ବ ପାଳନ କରିଥାଉ। ଆଉ ଯୋହନ 3:16 ପଦରେ ଲେଖାଯାଏ, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ। ଈଶ୍ୱର କିଭଳି ଭାବରେ ଜଗତକୁ ପ୍ରେମ କଲେ ଆଉ ନିଜର ପୁତ୍ରଙ୍କୁ ସେ ଦାନ କରିଛନ୍ତି, ଏହା ହିଁ ହେଉଛି ଖ୍ରୀଷ୍ଟ ଜନ୍ମ ପର୍ବର ମହାନ ଉଦ୍ଦେଶ୍ୟ। ସମଗ୍ର ଜଗତର ପାପ ନିମନ୍ତେ ଯୀଶୁଖ୍ରୀଷ୍ଟ ସେ ମନୁଷ୍ୟ ରୂପ ଧାରଣ କରି ସେ କ୍ରୁଶରେ ନିଜ ଜୀବନକୁ ଉତ୍ସର୍ଗ କରି ପାପରୁ ଉଦ୍ଧାର କରିଛନ୍ତି। ଆଉ ଯେତେ ଜଣ ତାଙ୍କୁ ବିଶ୍ୱାସ କରିବେ ସେମାନେ ବିନଷ୍ଟ ହେବେ ନାହିଁ। ଏହି ବାକ୍ୟ ଆମମାନଙ୍କୁ ଉତ୍ସାହ ଦେଇ କହୁଛି। ଆଉ ଯେକୌଣସି ଜାତିର ଲୋକ ହଉ, ଯେକୌଣସି ଧର୍ମର ଲୋକ ହଉ, ପାଠ ପଢ଼ିଥାଉ ନ ପଢ଼ିଥାଉ, ଯେକୌଣସି ବ୍ୟକ୍ତି ଯୀଶୁଙ୍କ ଠାରେ ବିଶ୍ୱାସ କରିବ ଆଉ ସେ କେବେ ବିନଷ୍ଟ ହେବ ନାହିଁ, ଆଉ ଅନନ୍ତ ଜୀବନର ଅଧିକାରୀ ହେବ। ଆଉ ଏହି ଭରସା, ଏହି ଆଶା ଆମମାନଙ୍କୁ ଏହି ଖ୍ରୀଷ୍ଟ ଜନ୍ମ ପର୍ବ ପ୍ରଦାନ କରିଥାଏ। ଆଉ ଖ୍ରୀଷ୍ଟ ଜନ୍ମ ପର୍ବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେୟାରିଂ ଜୟ ଆଣ୍ଡ ସେୟାରିଂ ଲଭ୍। ଏ ଦୁଇଟି ବିଷୟ ଅଛି। ଆମମାନଙ୍କର ଆନନ୍ଦକୁ ଆମେ କିପରି ଅନ୍ୟମାନଙ୍କୁ ବାଣ୍ଟିବୁ, ଆମମାନଙ୍କର ପ୍ରେମକୁ କିପରି ଅନ୍ୟମାନଙ୍କୁ ବାଣ୍ଟିବୁ, ଆଉ ତାହା ହିଁ ହେଉଛି ଖ୍ରୀଷ୍ଟ ଜନ୍ମ ପର୍ବର ମୁଖ୍ୟ ବିଷୟ। ଆଉ ସେଥିପାଇଁ ଆମମାନେ ନିଜର ଆନନ୍ଦକୁ ଆମେ ଗ୍ରିଟିଂସ୍ ମାଧ୍ୟମରେ ଅନ୍ୟମାନଙ୍କୁ ପ୍ରଦାନ କରିଥାଉ। ଆମମାନେ ପରସ୍ପରକୁ ଖୁସି ବାଣ୍ଟିଥାଉ। ଆଉ ଗୀତ ନାଚ ମାଧ୍ୟମରେ ଆମେ ପ୍ରଭୁଙ୍କୁ ଗୌରବ କରିଥାଉ। ବିଭିନ୍ନ ପ୍ରୋଗ୍ରାମ୍ସ ଗୁଡ଼ାକ ମଧ୍ୟ ଏହି ଖ୍ରୀଷ୍ଟ ଜନ୍ମ ପର୍ବ ସମୟରେ ଆମେ କରିଥାଉ। ଏସବୁ ହେଉଛି ଆନନ୍ଦ ଆମେ ବାଣ୍ଟିବୁ। ଦ୍ୱିତୀୟ ବିଷୟ, ଆମେ ପ୍ରେମ କିପରି ଅନ୍ୟମାନଙ୍କୁ ବାଣ୍ଟିବୁ। ଆଉ ଖ୍ରୀଷ୍ଟ ଜନ୍ମ ପର୍ବ ସମୟରେ ଆମେ ଅନୁଭବ କରୁଛୁ ପିତା ଈଶ୍ୱର ନିଜର ପୁତ୍ରଙ୍କୁ ଯଦି ଆମ ପାଇଁ ଦେଇଦେଲେ, ଆମେ ମଧ୍ୟ ଅନ୍ୟମାନଙ୍କ ପାଇଁ କିଛି ଦେବା ଆବଶ୍ୟକ ରହିଅଛି। ସେଥିପାଇଁ ବିଭିନ୍ନ ସମୟରେ ଆମମାନେ ବିଧବାମାନଙ୍କୁ ଶାଢ଼ୀ କିମ୍ବା ଯେଉଁମାନଙ୍କୁ ଥଣ୍ଡା ବସ୍ତ୍ର ନାହିଁ ସେମାନଙ୍କୁ କମ୍ବଳ ଇତ୍ୟାଦି ଆମେ ବଣ୍ଟନ ମଧ୍ୟ କରିଥାଉ। ଏହି କିଛି ଦିନ ତଳେ ମଧ୍ୟ ଆମ ଚର୍ଚ୍ଚରେ ଅନେକ କମ୍ବଳ ମଧ୍ୟ ବଣ୍ଟା ହେଇଛି, ତେବେ ଶାଢ଼ୀ ମଧ୍ୟ ବଣ୍ଟା ହେଇଛି। ଏହିସବୁ ଆମେ କରି ଆଉ ଈଶ୍ୱର ଯେଉଁ ପ୍ରେମ ଆମମାନଙ୍କୁ ଶିଖାଇଛନ୍ତି ତାହା ହିଁ ଅନ୍ୟମାନଙ୍କୁ ବାଣ୍ଟିବା ପାଇଁ ଆମେ ଇଚ୍ଛା କରୁଛୁ। ଆଉ ଡିସେମ୍ବର 25 ତାରିଖ ଦିନ ଆମେ ଜେଲ୍ ମଧ୍ୟ ଆମେ ପରିଦର୍ଶନ କରିଥାଉ। ଆଉ ଅନେକ ବନ୍ଦୀ ବ୍ୟକ୍ତିମାନଙ୍କୁ ଆମେ ସେ ସୁସମ୍ବାଦ ଦେଇଥାଉ ଯେ ଯୀଶୁଖ୍ରୀଷ୍ଟ ସେ ବନ୍ଦୀମାନଙ୍କୁ ମୁକ୍ତି ଦେବା ପାଇଁ ମଧ୍ୟ ଜଗତରେ ଆସିଥିଲେ। ଆଉ ସମସ୍ତ ପ୍ରକାର ଯେତେ ବଡ଼ ଯିଏ ପାପ ଅପରାଧ କରିଥାଉ, ଯଦି ପ୍ରଭୁଙ୍କୁ ସେ କ୍ଷମା ମାଗିବ ଆଉ ପ୍ରଭୁ ସେମାନଙ୍କୁ କ୍ଷମା ଦେଇ ନିଜର ସ୍ୱର୍ଗ ରାଜ୍ୟରେ ସ୍ଥାନ ଦେବା ପାଇଁ ପ୍ରଭୁ ଇଚ୍ଛା କରୁଛନ୍ତି। ଏହି ସୁସମ୍ବାଦ ମଧ୍ୟ ଆମେ ଅନ୍ୟମାନଙ୍କୁ ପହଞ୍ଚାଇଥାଉ। ଏହି ସକଳ ବିଷୟ ନେଇ ଆମେ ଆନନ୍ଦର ସହିତ ଏହି ଖ୍ରୀଷ୍ଟ ଜନ୍ମ ପର୍ବ ପାଳନ କରିଥାଉ। ଆଉ ଆପଣମାନଙ୍କୁ ମଧ୍ୟ ସେହି ଆନନ୍ଦରେ ସେହି ପ୍ରେମରେ ଆମେ ସାମିଲ କରିବା ପାଇଁ ଚାହୁଁଛୁ। ଆପଣମାନେ ଆମ ଚର୍ଚ୍ଚକୁ ମଧ୍ୟ ଆସନ୍ତୁ ଆଉ ପ୍ରଭୁଙ୍କୁ ଆପଣମାନେ ନିଶ୍ଚିତ ଭାବରେ ହୃଦୟ ମଧ୍ୟରେ ଅନୁଭବ କରିପାରିବେ। ପୁନର୍ବାର ଆପଣମାନଙ୍କୁ ସମସ୍ତଙ୍କୁ ଖ୍ରୀଷ୍ଟୀୟ ନମସ୍କାର। ଆଉ ଥରେ ମୁଁ ଖ୍ରୀଷ୍ଟ ଜନ୍ମ ପର୍ବର ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ଧନ୍ୟବାଦ। ଏହି ପର୍ବ ଆସିଲେ ଗାଁରୁ ସହର, ଗରିବରୁ ଧନୀ ସମସ୍ତେ ନିଜ ନିଜ ଘରକୁ ପରିଷ୍କାର ପରିଚ୍ଛନ୍ନ କରିବା ସହିତ କାନ୍ଥରେ ରଙ୍ଗ ବେରଙ୍ଗର ଚିତ୍ର, କାଗଜ ଫୁଲ ଆଦିରେ ସଜେଇବା ସହିତ ନିଜର ଗିର୍ଜା ଗୃହକୁ ମଧ୍ୟ ରଙ୍ଗ ଲଗାଇ ଆଲୋକମାଳାରେ ସଜେଇ ସୁନ୍ଦର କରନ୍ତି। ନୂଆ ପୋଷାକ ପିନ୍ଧିବା ସହିତ ମିଠା, କେକ୍ ପରସ୍ପର ମଧ୍ୟରେ ବଣ୍ଟନ କରି ଶୁଭେଚ୍ଛା ବାର୍ତ୍ତା ଆଦାନ ପ୍ରଦାନ କରନ୍ତି। ଏହି ପର୍ବର ମୁଖ୍ୟ ଅଂଶ ହେଉଛି ଖ୍ରୀଷ୍ଟମାସ ବୃକ୍ଷ। ଏଥିପାଇଁ ଗୋଟିଏ ଗଛର ଡାଳ କଟାଯାଏ। ଏହାକୁ ଘର ବା ବଗିଚାର କୌଣସି ସ୍ଥାନରେ ପୋତି ଦିଆଯାଏ।
ସେହି ଡାଳକୁ ବିଭିନ୍ନ ଖେଳଣା ଏବଂ ଫୁଲରେ ସଜେଇ ଦିଆଯାଏ। ଜୟପୁର ସହରରେ ମଧ୍ୟ ଏହି ବଡ଼ଦିନ ପର୍ବ ଅତି ଆନନ୍ଦର ସହିତ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ପାଳନ କରନ୍ତି। प्रभु जीशु ख्रीष्टଙ୍କ नामରେ ଆପଣମାନଙ୍କୁ ମୋର ନମସ୍କାର। ମୁଁ ସୁଧାଂଶୁ ଶେଖର ସୀତାରାମ, ଆମ ସ୍ଥାନୀୟ ଜୟପୁର ଲୋକାଲ ଚର୍ଚ୍ଚ ଅର୍ଥାତ୍ JELC ଜୟପୁର ଏଭାଞ୍ଜେଲିକାଲ ଲୋକାଲ ଚର୍ଚ୍ଚର ମୁଁ ପ୍ରେସିଡେଣ୍ଟ ରହି ଆସିଛି ଏବଂ ବର୍ତ୍ତମାନ ବି ମୁଁ ପ୍ରେସିଡେଣ୍ଟ ରହିଛି। ଆଉ ଆପଣମାନେ ଜାଣିଥିବେ ବର୍ତ୍ତମାନ ଖୁସି ଓ ପ୍ରେମର ସମୟ ଆମ ନିକଟତର ହୋଇ ଆସୁଛି। ପ୍ରତିବର୍ଷ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମବାର୍ଷିକୀ ଆମମାନେ ପାଳନ କରିଥାଉ। ସେଥିଲାଗି ଆମମାନଙ୍କର ଜୟପୁର ସହର ବାସିନ୍ଦାକୁ ତଥା ଆମ ପ୍ରତ୍ୟେକ ଭାଇ ଭଉଣୀମାନଙ୍କୁ ଆମମାନଙ୍କର ଗିର୍ଜା ତରଫରୁ, ଆମମାନଙ୍କର ଚର୍ଚ୍ଚ ତରଫରୁ, ଆମମାନଙ୍କର ମଣ୍ଡଳୀ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥାଉ। ଠିକ୍ ସେହିପରି ଏ ବର୍ଷ ମଧ୍ୟ ମୁଁ ଖ୍ରୀଷ୍ଟ ଜନ୍ମ ପର୍ବ ଜୟନ୍ତୀର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଆପଣମାନଙ୍କୁ ଜଣାଉଛି। ତତ୍ ସଙ୍ଗେ ସଙ୍ଗେ ଆପଣମାନଙ୍କୁ ଆମେ ଆମମାନଙ୍କର पर्व पालन समय ख्रीष्ट जन्म जयंती समय आपको स्वागत करुचु, आनंदर सहित स्वागत करुचु। आम चर्च परिदर्शन करंतु, प्रभु निकट प्रार्थना करंतु, शांति और प्रेम और सद्भावना जेपरी कि आम सहर वृद्धि पाइब। जयपुर को निश्चित भाव में गोटे भाईचार सहर आ बजाय रखा आम मैंने सब चेष्टा कर आसुचु। जेपरी प्रभु जीशु ख्रीष्ट प्रेम सकाशु प्रेम हेतु अनेक दुख कष्ट निंदा यातना सब सही से आम मैंने सब बेले संयत आचरण अवलंबन करने चेष्टा करेक विषय सहाय करपरिक आम प्रेम भावना समस्त निकट प्रचारित हो। कारण प्रभु जीशु ख्रीष्ट कहते परस्पर को प्रेम कर, से शत्रु को मित्र को समस्त को प्रेम करने से आम मैंने सब चेष्टा कर आसुचु। आम ख्रीष्ट जन्म पर्व जयंती उपलक्षे आम मैंने प्राय गोटे मास पूर्वर प्रस्तुतिकरण सब आम आरंभ कर गिर्जा परिसर चूर्ण मरा व्हाइट वाशिंग कार्य करता, पेंटिंग कार्य करता, परिष्कार परिच्छन्न रखा चेष्टा करता। पुणी परिसर को तथा आम चर्च गृह मध्य जो मेन हॉल रही अनेक प्रकार डेकोरेशन करता, जेपरिक जन्म पर्व जन्मदिन जेपरिक अति सुंदर भाव पालन कर आम चेष्टा कर मैंने प्रति वर्ष जो आम जयपुर चर्च जो बड़ दिन समय 25 तारीख दिन आप डिसेम्बर 25 तारीख दिन प्रति वर्ष आम चर्च परिदर्शन आसलगी धन्यवाद आपको जनाऊँ। ए वर्ष मैंने अधिक अधिक सुंदर जेपरिक आम चर्च देखा आम परिसर देखा से मैंने अनेक चेष्टा करूँ। पुणी ए वर्ष आम नुआ जो लाइव टेलीकास्ट आम LED माध्यम डिस्प्ले करूँ चर्च बाहर परिसर मध्य से मैंने गोटे व्यवस्था करूँ। पूर्वाह्न 10 घंटा समय आम प्रार्थना आरंभ हो और प्रभु जीशुଙ୍କର जन्म पर्व पालन कर प्रति वर्ष भाई आम गिर्जागृह खोला रनेक भाई भौणी आम बंधुवर्ग समस्त को आम निमंत्रण करुचु। समस्ते आसतु आम जो चर्च रे आम सब उत्साहित कर ठीक से वर्ष आसतु। आम गोटे जीजस फिल्म भी आम काली डिस्प्ले काली देखा बंदोबस्त करूँ से आपण मैंने देखिपारे आ प्रभुंर सुसमाचार विषय किसी आप जानीपारे। आम मैंने प्रति वर्ष आम खुशी क्रिसमस समय ख्रीष्ट जन्म पर्व जयंती केक गोटे मुख्य भूमिका ग्रहण कर आम मैंने केक डिस्ट्रीब्यूशन करने समस्त को केक बांटी था। ए वर्ष से आयोजन कर सारी से निश्चित भाव आम क्रिसमस केक आपण निश्चित भाव प्रदान करूँ। जन्म पर्व जन्म जयंती गोटे अति आनंद उत्सव पर्व से घरे घरे आम घर को मैंने प्रति वर्ष चून दे था कलर कर नूतन जेपरिक देखा गोटे नूतन हृदय को जमी सजाड़ा जाए घर को मैंने सेमती सजाड़ी था। प्रभुंर स्वागत कर जीवन में अनेक परिवर्तन आवश्यकता रही। प्रभु जीशु ख्रीष्ट आम हृदय आसिले से सब निश्चित भाव परिवर्तन हो पार आम विश्वास रही। घर को आम सजाई था, लाइट डेकोरेशन कर क्रिसमस ट्री आम घरे गोटे गोटे इंस्टॉल कर पिठापणा पुणी केक विभिन्न प्रकार आम मैंने घरे ही प्रस्तुत कर बंधुवर्ग को स्वागत कर बंधु मिलन समय से आम अनेक अतिथि आम गृह को आसती। पुणी आम क्रिसमस इज रियली ये होम कमिंग आम घर को आसता जेति दूर रही आम निज घरे क्रिसमस आम ख्रीष्ट जन्म जयंती पालन करने को आम चेष्टा कर
ଛାଇରେ ତଥା ଆମମାନଙ୍କର ଯେଉଁ ମଣ୍ଡଳୀ ମଧ୍ୟରେ ସମସ୍ତ ଭାଇ ଭଉଣୀଙ୍କ ଘରରେ ସମସ୍ତେ ନୂତନ ପୋଷାକ ପତ୍ର ଲୁଗା ସବୁ ନୂତନ ଭାବରେ ସେମାନେ କରିଥାନ୍ତି। ଆଉ ପ୍ରଭୁ ନିଶ୍ଚିତ ଭାବରେ ଆମମାନଙ୍କୁ ସମସ୍ତ ଆବଶ୍ୟକ ବିଷୟ ପ୍ରଦାନ କରନ୍ତି ପର୍ବ ସମୟରେ। ଆଉ ଅତି ସୁନ୍ଦର ଓ ଆନନ୍ଦର ପର୍ବ ସମୟ ପ୍ରତିବର୍ଷ ଆମେମାନେ ଖ୍ରୀଷ୍ଟ ଜନ୍ମ ପର୍ବ ଜୟନ୍ତୀ ଠାରୁ ନୂତନ ବର୍ଷକୁ ସ୍ୱାଗତ କରିବା ପର୍ଯ୍ୟନ୍ତ ଅନେକ ବିଷୟ ଆମେ ଖୁସି ଓ ଆନନ୍ଦର ସହିତ ଆମମାନେ ପାଳନ କରିଥାଉ। ଶେଷରେ ମୁଁ ପୁନର୍ବାର ଆପଣମାନଙ୍କୁ ଖ୍ରୀଷ୍ଟ ଜନ୍ମ ପର୍ବ ଜୟନ୍ତୀର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଆପଣମାନଙ୍କୁ ଆମ ମଣ୍ଡଳୀ ଆମ ଗିର୍ଜାଗୃହକୁ ଆସିବାକୁ ସ୍ୱାଗତ ଜଣାଉଛୁ। ଆଉ ନୂତନ ବର୍ଷକୁ ମଧ୍ୟ ଆମମାନେ ସ୍ୱାଗତ ଜଣାଇବା ସକାଶେ ନୂତନ ବର୍ଷର ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ଜଣାଉଛି। ନମସ୍କାର, ଧନ୍ୟବାଦ। ଶେଷରେ କେବଳ ଏତିକି କହିବା, ହେ ପରମ ପିତା, ଆମ୍ଭମାନଙ୍କୁ ତୁମେ ପ୍ରେମ କର। ପ୍ରଭୁ ଯୀଶୁଙ୍କ ବାର୍ତ୍ତା ସାରା ବିଶ୍ୱରେ ପ୍ରଚାର ପ୍ରସାର ହେଇଯାଉ। ଶାନ୍ତି ମୈତ୍ରୀ ଏବଂ ପ୍ରୀତିରେ ଏ ଜଗତ ପବିତ୍ର ହେଇଯାଉ। ଏହା ହିଁ ବଡ଼ଦିନର କାମନା। ସମସ୍ତଙ୍କୁ ବଡ଼ଦିନର ଅନେକ ଅନେକ ଶୁଭେଚ୍ଛା ଏବଂ ସଦିଚ୍ଛା। ହେପି ଖ୍ରୀଷ୍ଟମାସ।